ବ୍ରାହ୍ମଣକୁ ନଅଟି ଗୁଣ କଥାରେ କହୁଛି ସମ ଦମ ସମତମ ତପଃ ଶୌଚମ୍ ଖ୍ୟାତି ଆଜମେବ ଜ୍ଞାନ ବିଜ୍ଞାନ ଆସ୍ତିକମ୍। ଯଦି ବ୍ରାହ୍ମଣ ଗୋସାଇ ଘରେ ପହଞ୍ଚିଲେ ଆମେ ମୁଣ୍ଡିଆ ମାରିବା। ସମସ୍ତଙ୍କର ଦି ପାଦ ଛୁଇଁବା କିନ୍ତୁ ବ୍ରାହ୍ମଣଙ୍କର ଗୋଟାଏ ପାଦ ଛୁଇଁବା। କାହିଁ ଆଜ୍ଞା? ଦି ପାଦ ଛୁଇଁଲେ ଲକ୍ଷ୍ମୀ ଛାଡ଼ିଯିବେ, ଅଳ୍ପ ଆୟୁଷ ହେବେ, ଅଧା ଦିନରେ ମୃତ୍ୟୁବରଣ କରିବେ। ତାହେଲେ ବ୍ରାହ୍ମଣଙ୍କର କୋଉ ପାଦ ଛୁଇଁକି ମୁଣ୍ଡିଆ ମାରିବେ? ହେଲା କର୍ମକାଣ୍ଡ ଗୋଟାଏ ପଦ। କୋଉ ପାଦ ଛୁଇଁକି ମୁଣ୍ଡିଆ ମାରିବେ? କୋଳ ପୃଥିବୀ ଜାନି ତୀର୍ଥାନି ତୀର୍ଥାନି ସାଗର ସାଗରେ ଜାନି ତୀର୍ଥାନି ପାଦ ଝିଅ ଦକ୍ଷିଣେ। ପୃଥିବୀ ଜାନି ତୀର୍ଥାନି, ପୃଥିବୀ ଭିତରେ যেতে তীর্থ ଅଛି পৃথিবী জানি তীর্থানি তানি তীর্থানি সাগরে। পৃথিবী ভিতরে যেতে তীর্থ ଅଛି সে তীর্থরে বুড় মারলে আপন যেতিকি পুণ্য লাভ করিবে, সাগরের গোটিয়ে বুড় মারলে সেতিকি পুণ্য লাভ করিবে। সাগরের গোটিয়ে বুড় মারলে যেতিকি পুণ্য লাভ করিবে। বিপ্র পাদস্য দক্ষিণে, ব্রাহ্মণଙ୍କର দক্ষিণ পাদ ଛୁଇଁ ମୁଣ୍ଡିଆଟା ମାରିଦେଲେ ସେତିକି ପୁଣ୍ୟ ଲାଭ କରିବେ। ଇଏ ହଉଛି ଆମ ମାନଙ୍କ ପାଇଁ ଶିକ୍ଷା। ବ୍ରାହ୍ମଣଙ୍କର ଦକ୍ଷିଣ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଆମ ଗୃହରେ ଲକ୍ଷ୍ମୀ ରହିବେ। ତାହେଲେ ବ୍ରାହ୍ମଣ ଆମକୁ ଆଶୀର୍ବାଦ କରିବେ କେତୋଟି ହସ୍ତରେ? ବ୍ରାହ୍ମଣ ମାନେ ଦକ୍ଷିଣ ହସ୍ତରେ କାହିଁକି ଆଶୀର୍ବାଦ କରନ୍ତି? ଦକ୍ଷିଣ ହସ୍ତରେ ଆଶୀର୍ବାଦ କଲେ ଲାଭ କଣ ହବ? ସେଇ ବିହାଲାଲ କର୍ମକାଣ୍ଡ ଆଉ ଗୋଟା ବଲସ୍ତ ଅଙ୍ଗୁଷ୍ଠେ ମହତେ ଯମୁନା ନଦୀ ଗୋଦାବରୀ ଚୈବ ସିନ୍ଧୁ ଚୈବ ନାଲିକା କନିଷ୍ଠା ଗୋମତୀ ବଡ଼ ମଧ୍ୟେ ତୁ ସାଗର ସତୀ ଥାଳି ବ୍ରାହ୍ମଣ ଦକ୍ଷିଣ କହିଲେ ବ୍ରାହ୍ମଣଙ୍କର ବୃଦ୍ଧମୂର୍ତ୍ତିରେ ଗଙ୍ଗା ନଦୀ ଅବସ୍ଥିତ, ବିଷିଆଙ୍ଗୁଠିରେ ଯମୁନା ନଦୀ ଅବସ୍ଥିତ, ମଧ୍ୟ ଗୋଦାବରୀ ଚୈବ ମଝି ଆଙ୍ଗୁଠିରେ ଗୋଦାବରୀ ନଦୀ ଅବସ୍ଥିତ, ସିନ୍ଧୁ ଚୈବ ଅନାମିକା ଅନାମିକା ଆଙ୍ଗୁଠିରେ ସିନ୍ଧୁ ନଦୀ ଅବସ୍ଥିତ, କାଣି ଆଙ୍ଗୁଠିରେ କନିଷ୍ଠା ଗୋମତୀରେ ଗୋମତୀ ନଦୀ ଅବସ୍ଥିତ, ପୁଲିରେ ସାଗର ଅବସ୍ଥିତ। ये छोटी जाक तीर्थ ब्राह्मण को दक्षिण हस्तर थिबारु ब्राह्मण दक्षिण हस्त टेकी आशीर्वाद कले छोटी तीर्थर पुण्य मिलता है। मार शिक्षा मन चलचंचल मन चाहिए आम बसवा मन चाहिए हसवा मन चाहिए गाइबा ताले मन न चाहिए आम किसी जगन्नाथ दास कही ना बोले मनर मोरे ये जगत प्राणी हूँ ब्राह्मण को मन पड़लानी दक्षिण हस्त टेकिबा दी हाथ टेकिदेवे। ब्राह्मण जो दी हाथ टेकिदेवे आम हम कौन ब्राह्मण को दी पाद छुईले आम लक्ष्मी छड़ा हवा जो ब्राह्मण दी हाथ टेकिदेवे। हाँ आ गोटे श्लोक कहले दो हस्त समयुक्त ब्राह्मण कल्याण मिछंती यजमान वंशनाश भविष्यति। जो ब्राह्मण दी हाथ टेकी सारे यजमानकर कल्याण बांछा करती यजमान कूल क्षय वंशनाश भविष्यति। ब्राह्मण दी हाथ टेकिबा मात्रे यजमानकर कूल बुड़ीजीव वंशरे पानी दबाकू केही रहिबे नाही रे ना। बड़ भाई ब्राह्मणंकर बाम हस्तरे कौन अच्छी जे ब्राह्मण बाम हस्त टेकिबा मात्रे यजमानकर वंश बुड़ीजीव सियाड़ को जाना विश्व वस्तु अधिक बाट रही भाई तेणुक हे बड़ भाई आज भाई पाखरे विनय भाव बसला कि ना कुंभकर्ण विनय भाव जिते बापा बसला आपण को पचारा भाई भाई आम राज्य को नष्ट भ्रष्ट कर किए अरे आपण उत्तर देला कला शुण भाई कहूँ भाई विपद व्याधि रे मो कुछ विपद
বিপদর উপক ব্যাধি মতে গ্রস্ত হইছি କଣ କହିବ ଭାଇ? বৈদ্য হই মো আতুর নাশ ହେଲେ ଭାଇ তু বৈদ্য হই মো রোগକୁ নাশ কর ମୁଁ ତମ କଥା ବୁଝୁଛୁ ଯେ ହେଲେ ତମକୁ କୋଉ ରୋଗ ହେଇଛି? ଡାଇବେଟିସ୍ ହେଇଛି ନା ବ୍ଲଡ ପ୍ରେସର ହେଇଛି ନା କ୍ୟାନ୍ସର ହେଇଛି ନା ହାର୍ଟ ଆଟାକ୍ ହେଇଛି ନା କଣ ହେଇଛି ଯେ ରୋଗଟା ସିନା ଜାଣିଲେ ମୁଁ ଠିକ ଭାବରେ ମେଡିସିନ ଦେଇକି ଟ୍ରିଟମେଣ୍ଟ କରିବି। বড় রোগ হয়েছি মালো কুম্ভকর্ণ পচারুলা রাবণକୁ ତମର ডায়াবেটিস ହେଇଛି କି ହାଇ ବ୍ଲଡ ପ୍ରେସର ହେଇଛି କାହିଁ ନିର୍ଲଜ ପରିକା ହଉଛ କହିଲ? ବିପଦ ବ୍ୟାଧି ମାନେ କଣ? কলে বিপদর উপক ব্যাধি মতাগ্রস্ত হইছি তু বৈদ্য হই মো আতুরকু নাশ কর। আচ্ছা কুম্ভকর্ণ কহিলা মু যদি বৈদ্য হেবি রোগ পাই আগ রোগটা বুঝিବାକୁ পড়িব তমুকু কেউ রোগ হইছি টিকে কহিল? না বিদিত এথি দশ রথজ ঘেনি কিস দ্রবাদে রচে দশা দশ বাপা ছান্দ। রাবণ কহিলা দশরথ পুଅ ରାମଚନ୍ଦ୍ର ମତେ ଦଶା ଦେଇଛି। କୁମ୍ଭକର୍ଣ୍ଣ କହିଲା ସେ ରାମ ତ ଅଯୋଧ୍ୟାରେ ରହେ ଇଏ ଆମ ଲଙ୍କା କଟକୁ ଆସିକି ତମ ଦଶା କେମିତି ଦେଲା? ଏ କୁମ୍ଭକର୍ଣ୍ଣ ବାପା ରାବଣକୁ ପଚାରିଲା ଆଉ ଗୋଟେ ପଦ ଛାନ୍ଦ କହିଲା ବୋଇଲା କୁମ୍ଭ ଶ୍ରୁତି କାହିଁକି ସେ କେମିତି ରାମ ତୁମର ଶତ୍ରୁ ହେଲା? କେମିତି ମର୍କଟ ମାନଙ୍କ ସହିତ ବନ୍ଧୁତା ସ୍ଥାପନ କଲା? ମୋ ଆଗରେ ଟିକେ କୁହ। ରାବଣ ଉତ୍ତର ଦେଲା କହିଲା ବୋଇଲା ଲଙ୍କପତି ଗାଈ ମାରିଛ କରାଇ ତାକୁ ମାୟା ଯେତେବେଳେ ଦୁଇ ଭାଇଙ୍କୁ ପଠାଇଲି ହେଲା କଣ? ଦୁଇ ଭାଇ ଇଏ ମାୟା ମୃଗକୁ ଦେଖିବା ପରେ ମାୟା ମୃଗ ପଛରେ ଗୋଡ଼ାଇଲେ ବୋଇଲେ କୁମ୍ଭ ଶୁଣୁ ମୁଁ ମାରିଛ ପାଖକୁ ଗଲି ତାପରେ ତାକୁ ମାୟା ମୃଗ କରାଇଲି। କାହିଁକି ମାୟା ମୃଗ କରାଇଲି ପଚାରିବନି? ମୁଁ ଦିନେ ଆନନ୍ଦରେ ଭାବ ବିହୋର ଥାଏ ଆମ ଭଉଣୀ ସୁପର୍ଣ୍ଣଖା ଦୌଡ଼ି ଆସିବ ମରିଗଲିଲା ଭାଇ ମରିଗଲିଲା ଭାଇ ମରିଗଲିଲା ଭାଇ ସୁପର୍ଣ୍ଣଖା ସବୁ ସରିଗଲା ଭାଇ। ତୋର ନାଶେ କର୍ଣ୍ଣ ଛେଦନ କରିଛି କିଏ? ଛେଦନ କରିଛି କିଏ? ଏ ସବୁ ପାଇଁ ତମେ ଯାଇ ଭାଇ। ମୁଁ କେମିତି ତମ ପାଇଁ ଆଜି ମୋର ଅବସ୍ଥା ହେଇଛି? ମୋ ପାଇଁ ମୁଁ କଣ କରିଛି? ତୋର କଣ କହିବି ଭାଇ? ଯାଇଥିଲି ବନ ପ୍ରାଣୀ ଭ୍ରମଣ କରିବା ପାଇଁ ସେଠି ଗୋଟେ ସୁନ୍ଦରୀ କନ୍ୟା ଦେଖିଲି ନାରୀ। ସୁନ୍ଦରୀ? ଅପୂର୍ବ ସୁନ୍ଦରୀ ଭାଇ। କେମିତିକା ସୁନ୍ଦରୀ? କହୁଛି ଶୁଣ ଭାଇ। ଆଜି ସୁପର୍ଣ୍ଣଖା ଉତ୍ତର ଦେଲା ଭଞ୍ଜ ସାହିତ୍ୟ ଆଉ ଗୋଟେ ପଦ ଛାନ୍ଦ ସୁପର୍ଣ୍ଣଖା ରାବଣକୁ କହିଲା କଣ ବିହେନ ଦିଆଛି ରମ୍ଭାଉର ଅଛି ଦେଖିଛି সুপর্ণখা কহিলা বিহেন দিয়াছি রম্ভাউর বসি তু আগে দেখিছি রম্ভা উর্বশী মেনকা
ତୁ ଆଗର ନୃତ୍ୟ ଗୀତ କରନ୍ତୁ ମୁଁ ଦେଖିଛି, କିନ୍ତୁ ଏତେ ସୁନ୍ଦର ମୁଁ କୋଉଠି ଦେଖିନି। ହେଲେ ବନିତା ମଣି ମୁଁ ନାରୀ ରୂପରେ ମଣିଛି, ଦାସୀ ପଣି ନବଣି ମୋ ମନେ ରଖିଛି। ତାର ଦାସୀ ହବା ପାଇଁ ବି ସେ ଯୋଗ୍ୟ ନୁହଁ। କହିଲେ ସେ କେମିତି ଆଗି ସେ କେମିତିଆ ନାରୀ ଯେ ଏ ଦାସୀ ହେଇପାରିବନି, ରନ୍ଧାରୁ ବସିନି ଗଲ କେମିତି ସୁପଣଖା ଉତ୍ତର ଆଉ ଗୁଡା ବଡ ଭଞ୍ଜ ସାହିତ୍ୟ। କହିଲେ ବ୍ରହ୍ମା କୋଟି କନ୍ୟା ପରେ ଗୋଟିଏ ଗଢିଲେ କି କରି ବ୍ରହ୍ମା କୋଟି କନ୍ୟା ପରେ ଗୋଟିଏ ବଢିଲେ କି କରି ବ୍ରହ୍ମା ଗୋଟିଏ କନ୍ୟା ଭିତରେ ସେ ଗୋଟିକ ନାରୀକୁ ଗଢିଛନ୍ତି। ଆଉ ବ୍ରହ୍ମାଣ୍ଡ ଲକ୍ଷ୍ୟରେ ଖୋଜିଲେ ପଛରେ ଭୂଲୋକ ଭବଲୋକ ସ୍ୱହଲୋକ ତପଲୋକ ମହଲୋକ ଜନଲୋକ ସତଲୋକ ବ୍ରହ୍ମଲୋକ ପର୍ଯ୍ୟନ୍ତ ବୁଲିଲେନି। ମୋ ଭାଉଜ ବି ଏଭଳିଆ ସୁନ୍ଦରୀ ହେବନି, ଯେତେ ଆଡେ ବୁଲିଲେ ବି ଏଭଳିଆ ଛିଞ୍ଚକ ସୁନ୍ଦରୀ ମୁଁ କେବେ ଦେଖିନି। ତାହେଲେ କଣ ଅସୁବିଧା ହେଲା ଯେ ତମ ନାଶା କଲ ଛେଦନ ହେଲା? ମୁଁ ଟିକେ ଉତ୍ତର ଦେଲେ ଅସୁନ୍ଦର ରୂପ ଧାରଣ କରିକି ଯାଇଥିଲି। କେମିତିଆ ରୂପ ଧାରଣ କରି ଯାଇଥିଲା? ଭୋଜ ସାହିତ୍ୟ ପ୍ରମାଣ କରେ ଶୃପଣଖା ଉତ୍ତର ଦେଲା। କଣ ଉତ୍ତର ଦେଲା? କହିଲେ ବର ଦେବ ତାଙ୍କୁ ମାରିବ ତାଙ୍କୁ ଆଣତି ତତାଇରେ ଧରା ଆଣତି ତତାଇ ତରୁପେ ଯାଉ ତାଙ୍କ ସ୍ୱାମୀ କହିଲେ ବର ଦେବ ତାଙ୍କୁ ମାରି ମୁଁ ତାହାଙ୍କୁ ତା ସ୍ୱାମୀ ଏବଂ ଦିଅରଙ୍କୁ ମାରି ତାକୁ ଆଣିବା ପାଇଁ ମୁଁ ବିକୃତ ରୂପରେ ଗଲି। ମାନେ ଅସୁନ୍ଦର ରୂପ ଧାରଣ କରିକି ମୁଁ ଯାଇଥିଲି। ଶୃପଣଖା ଛଳନା